आपण माने समस्त आज्ञा जज रावण सीता को दंडकारण्य नहीं गला कोठी की लंका को नहीं गला केते शह शह योजन उड़े नहीं पड़ेगा सी चाहिए सीता को अंतपुर को नहीं पार था जी 100 किलोमीटर नहीं गला सी कौन 10 हाथ नहीं पार था सर नहीं पार था ना नहीं सीता को शयन कक्ष को से नहीं ता राजवास को नहीं रखी कौटी रामचंद्र वनवासी सीता मध्य वनवासी तेणु सीतांकर धर्म रे जेपरी आंच न आसे पतिव्रता धर्म रे जेपरी कलंक न लागे सेथि पई रावण नहीं सीता को आज्ञा अशोक वन रे रखिला भाई कौन दोष अच्छी रावण रावण कौन दोष अच्छी दोष नहीं कारण कुलरे केतेटा जिनिस को चोरी कले दोष लगे जानिचु कला तुलसी कुसुम ग्राम मुख्य वस्तु के ही करिले हरण मुख्य वस्तु के ही करिले हरण तुलसी मां मन रख केतेटा जिनिस चोरी कले दोष नहीं मो बाड़ी मु तुलसी गछ लगे आपण आसिले तुलसी पत्र 2-4टा 5टा छिड़े देकी गले जेहेतु मु गछरे पानी देकी बड़ करिछि मु तो निहाती गाली बंद करी किंतु मो गालीटा आपण ऊपर पड़िबनी सेटा चोरी रे जाए फूल मो बाड़ी मु फूल गछ लगे आपण फूल तोले ठाकुर मंदिर देले मु जेते गाली बंद कल अभिशाप देले आपण ऊपर जमा पड़िबो तुलसी कुसुम शाल ग्राम चोरी कले दोष नाही रावण विचार कला कहला प्रभु मु चोरी करिनी कारण सीता को आनिले मु मोक्ष पाइबी बेश एटा परा मोर मुख्य वस्तु को हरण कले दोष लागे ना ना तो आज्ञा रावण दोष किछि नाही किछि दोष नाही सीता को चोरी कर नवा पछरे रावण दोष किछि नाही मुनारे आ गोटे आश्चर्य कथा कोन घटिला क्या सीता रावणपुर को निज इच्छा अनुसार जाइथिला रावण चोरी करी नहीं रावण जोर जबरदस्ती भिड़ी की लेके जाइछि आ पुष्पक विमान रे देखिछु आ मु देखिछि माने सुण सीतांग बळ केते जानिछु जानिनु भात हांडी उठेला बळिया बळ कोन भात हांडी उठेला बळिया बळ कोन नारी जणे रावणर बळ केते जानिछु स्टार विशाक्ष विंश भाऊ से आज्ञा मन रखंतु राजा जनक जेते बेले पण रखिथिले शिवधनु जिए शिवधनु भांगिबो सीता को विवाह करिवो अजनी समुदा मुदे मो सौंदर्य देखी अजनी समुदा मुदे मो सौंदर्य देखी शिवधनु पणरे थुआई जीए शिवधनु भांगिब सीता विवाह कर
କେଡେ କେଡେ ବଡୁଆ ରାଜା ମାନେ ଆସିଥିଲେ। ବାଳି କେଡେ ବଡ ବଡୁଆ, ବାଳି ବଳିଷ୍ଠରେ ସାର ବଳ କୋଟିଏ ସିଂହର। আরে বল কোটি সিং ଦରକାର ନାହିଁ, ଆବଶ୍ୟକ ନାହିଁ। ସାରେ କେଡେ କେଡେ ବଡୁଆ ଲୋକମାନେ ଆସିଥିଲେ, ବୀର ମାନେ ଆସିଥିଲେ, କେହି ଟେକି ପାରିଲେନି। না ରାବଣ ଛୁଇଁକି ପଳେଇଲା, ଟେକି ପାରିଲାନି। ସେଇ ଶିବ ଧନୁକୁ ସୀତା ଏପଟ କୋଣରୁ ସେପଟ କୋଣରେ ଥୁଅନ୍ତି, ଘର ସମାଧାନ କରନ୍ତି ଓଳାନ୍ତି। ସେଇ ଧନୁକୁ ଚିନ୍ତା କରନ୍ତୁ, ସୀତାଙ୍କ ବାହୁରେ ବଳ କେତେ, ରାବଣ ବାହୁରେ ବଳ କେତେ। ଏତେ ବଡ ବଡୁଆ ଲୋକଟାକୁ ରାବଣ କେମିତି ଆଗେ ନେଇକି ପଳେଇଲା? ଅସମ୍ଭବ, ଅସମ୍ଭବ। ଖାଲି ସେତିକି ନୁହଁରେ, ଛାଡ ସେ କଥା, ସିଏ ପ୍ରମାଣ ଦେଲେ ବହୁତ କଥା ପଳେଇବ। ତେବେ ସେଦିନ ରାବଣ ବିଚାର କଲା, କହିଲା ମନ୍ଦୋଦରୀ, ମନ୍ଦୋଦରୀ, ସ୍ୱାମୀ ଏଇଠୁ ଆମେ କଥା ଭାଙ୍ଗି ଯାଇଥିଲେ। ହଁ ହଁ ମନ୍ଦୋଦରୀ, ସ୍ୱାମୀ ମୋ ପ୍ରଭୁ ରାମଚନ୍ଦ୍ର ମତେ ଉଦ୍ଧାର କରିବା ପାଇଁ ଆସିଛନ୍ତି। ବେଶ ସେଇ ହେଲେ ମୋ ପ୍ରଭୁ ବିଷ୍ଣୁ, ତାଙ୍କରି ବାଣରେ ମୁଁ ଉଦ୍ଧାର ହେବି। ତେଣୁ ଆସନ୍ତା କାଲି ଯୋଉ ଯୁଦ୍ଧ ହବ, ରାବଣ ଜୀବନର ସିଏ ହଉଛି ଅନ୍ତିମ ଯୁଦ୍ଧ। ରାମ ବାଣରେ ମୁଁ ମରିବି, ବୈକୁଣ୍ଠ ଅଭିମୁଖେ ଯିବି। ଆଉ ମୁଁ ମଲା ପରେ ତମେ ମୋ ପାଇଁ କେହି କାନ୍ଦିବ ନାହିଁ। କାହିଁକି ଜାଣିଛ? ତମେ ମୋ ସ୍ତ୍ରୀ ନୁହଁ ନା। କହିଲା ମୋହର ନିଜର ମଣି ବିଷ୍ଣୁ ପୁରେ ଅଛି। মোহরানী দারামণি বিষ্ণুপুরে আছি। ମୁଁ ତୁମର ଦାରାପତି ଶୁଣରେ ମୃଗାକ୍ଷୀ। তোমারা আহে মনোনয়রা হে ଘାସ ଦେଲେ ମୋତେ ନ ପାଇବ হে। ହେ ମନ୍ଦୋଦରୀ, ମୁଁ ଜୟ, ମୋ ସାନ ଭାଇ ବିଜୟ କୁମ୍ଭକର୍ଣ୍ଣ। ଜୟ ବିଜୟ ଦୁଇ ଭାଇ, ଆମ ସ୍ତ୍ରୀ ବିଷ୍ଣୁ ଲୋକରେ ଅଛି। ତମେ ମୋର ପ୍ରକୃତ ସ୍ତ୍ରୀ ନୁହଁ। ସ୍ୱାମୀ ମୋ ଚିତାରେ ଘାସ ଦେଲେ ମତେ ପାଇବ ନାହିଁ। ଆଖିରୁ ଲୁହ ଗଡେଇବନି। ସ୍ୱାମୀ ସବୁବେଳେ ଜାଣିବ ତମ ସ୍ୱାମୀ ଦିବ୍ୟ ଗତି ଲାଭ କରିଛି। ସ୍ୱାମୀ ବାକି ରହିଲା ପୁଅ ଝିଅ ନାତି ନାତୁଣୀ କଥା। ମନ୍ଦୋଦରୀ, ସ୍ୱାମୀ ଯେତେ ପୁଅ ମାନେ ମରିଛନ୍ତି, ହେଲା ଯେତେ ନାତି ମାନେ ମରିଛନ୍ତି, ସ୍ୱାମୀ ଯେତେ କ୍ଷତ୍ରିୟ ମାନେ ମରିଛନ୍ତି, ରାକ୍ଷସ ମାନେ ମରିଛନ୍ତି, ହେଲା ମୁଁ ଦେଖିଛି ସମସ୍ତେ ଯାଇଛନ୍ତି ବୈକୁଣ୍ଠ। ହଁ ଜଣେ ରାଜା ହିସାବରେ ଯଦି ପ୍ରଜା ମାନଙ୍କୁ ଦିବ୍ୟ ଗତି ଦେଇ ପାରିଲି, ୟା ଠାରୁ ବଡ ଭାଗ୍ୟ ଗୋଟେ ରାଜା ପାଖରେ ଆଉ କଣ ଥାଇପାରେ? ତେଣୁ ସଖୀ, ସ୍ୱାମୀ କାଲି ଯୁଦ୍ଧ ମୋ ଜୀବନର ଶେଷ ଯୁଦ୍ଧ। ମତେ ଟିକେ ବୀର ବେଶରେ ସଜେଇ ଦିଅ। ରାତି ପାହିବାକୁ ବସିଲାଣି, ପୂର୍ବ ଦିଗର ଆକାଶ ସିନ୍ଦୁରା ଫାଟିଲାଣି, ହେଲା ଆଉ ଅଳ୍ପ ସମୟ ମଧ୍ୟରେ ସୂର୍ଯ୍ୟ ଉଦୟ ହେବେ। କାଲିର ଯୁଦ୍ଧ ରାମ ରାବଣ ଭିତରେ ହବ ଅନ୍ତିମ ଯୁଦ୍ଧ। ମତେ ଟିକେ ବୀର ବେଶରେ ସଜେଇ ଦିଅ। ନା ସ୍ୱାମୀ ନା, ଯଦି ଆପଣ ଜିଦି କରୁଛନ୍ତି ଯୁଦ୍ଧକୁ ଯିବା ପାଇଁ, ତା ପୂର୍ବରୁ ଆମକୁ ମାରି ଦେଇ ଚାଲି ଯାଆନ୍ତୁ ସ୍ୱାମୀ, ନଚେତ ବୈଧବ ଯନ୍ତ୍ରଣା ଆମେ ଭୋଗି ପାରିବୁନି ସ୍ୱାମୀ। ରାବଣ ବିଚାର କଲା, କହିଲା କହୁ କହୁ ସବୁ ସତ କଥା କହିଦେଲି। ତାର କହିଦେଇଛି ନା ନାଇଁ? ମନ୍ଦୋଦରୀ ନିକଟରେ ସବୁ ଗୁପ୍ତ କଥା କହିଦେଇଛି। ବିଚାର କଲା, କହିଲା ଏମାନେ ଯଦି ମତେ ଯୁଦ୍ଧକୁ ଛାଡିବେ ନାହିଁ, ମୁଁ ମୁକ୍ତି ପାଇବି କେମିତି? ତେଣୁ କରି କପଟରେ ନିଜର ମତକୁ ପରିବର୍ତ୍ତନ କଲା। କହିଲା ମନ୍ଦୋଦରୀ, ସ୍ୱାମୀ ତମେ ମୋ କଥାକୁ ବିଶ୍ୱାସ କରୁଛ? ଗୋଟି ଗୋଟି କରି କହିଥିବା କଥା ସବୁ ବିଶ୍ୱାସ କରୁଛି ସ୍ୱାମୀ। ରାମ ମତେ ମାରିବ? ସ୍ୱାମୀ ମତେ ମାରି ପାରିବନି, କାହିଁକି? କାରଣ ତା ପାଖରେ ସେତିକି ଦମ ନାହିଁ। ସ୍ୱାମୀ ତା ପାଖରେ ସେତିକି ଦମ ନାହିଁ। ଏ କଣ ଶୁଣିଛି ସ୍ୱାମୀ? ଜାଣିଛୁ? କଣ? କହିଲା ଭୃଗୁପତି ନାମେ ଥିଲା ଯେ ଯତି ଭିକ୍ଷୁ ବ୍ରାହ୍ମଣ, হায় যদি ভিক্ষু ব্রাহ্মণ ତାହା ଦାସ ହୋଇ ଯେ ଜନ ବୋଲାଇଛି ରାଜନ। হায় বলাই চিরাগণ ସେ ପୁଣି ପ୍ରାଣ ରଙ୍ଗ ଭିରୁ ନାରୀ ଅଞ୍ଚଳେ ଥାଇ, হায় নারী অঞ্চলে ঠাই କୋଦଣ୍ଡ ଟଙ୍କାରେ ଯାହାର ପ୍ରାଣ ଥରି ଉଠଇ। হায় ছাড়ি উঠাই ମନ୍ଦୋଦରୀ, ସ୍ୱାମୀ ମୁଁ ଜାତିରେ କଣ? ଆପଣ ହଉଛନ୍ତି ବ୍ରାହ୍ମଣ, ସେ ରାମ ଜାତିରେ କଣ? କ୍ଷତ୍ରିୟ। ହୁଁ ରାମ ହୁଁ ରାମ ଜାତିର ବ୍ରାହ୍ମଣ।
ହେ ଆପଣ ବ୍ରାହ୍ମଣ ସିଏ ବି ବ୍ରାହ୍ମଣ କିଏ ଯାହା କଥା କହୁଛନ୍ତି କାହା କଥା କହୁଛି ଆପଣ ବଡବାପା କଥା କହୁଛନ୍ତି ପରା କର୍ଣ୍ଣ ଫଟେ ଜାଣିଛୁ ପାଣି ବନ୍ଦି ହଇରେ ଆଁ? ମୁଁ ବ୍ରାହ୍ମଣ ହଁ ସମସ୍ତେ ଜାଣିଛନ୍ତି ପରା ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ଓହୋ ସେ ରାମ କିଏ ରାମ ହଉଛି ପୁରା ଦଶରଥଙ୍କ ପୁଅ ଜାତିରେ ସେ କ୍ଷତ୍ରିୟ ଆଜି କ୍ଷେତ୍ରୀୟ ବେଳା ତୁ ଭୁଲ କହୁଛୁ ଆଉ ମୁଁ ତାଙ୍କ ଆଡିକି ଭିଡ଼ି ଦଉଛି ନାଇଁ ନାଇଁ ମନ୍ଦୋଦରୀ ସ୍ୱାମୀ ଶୁଣ ହଁ ପୂର୍ବ କାଳରେ ହଁ ପୂର୍ବେ ହେଇ ଜଣେ ବ୍ରାହ୍ମଣ ଥିଲେ ହଁ ତାଙ୍କ ନାଁ ହଉଛି ପରଶୁରାମ ଭୃଗୁପତି ଭୃଗୁପତି ହଁ ପରଶୁରାମ ହାତରେ ଧରିଲେ ପରଶୁ ବେଶ ବୁଲି ବୁଲି ପୃଥିବୀରୁ 21 ଥର ପୃଥିବୀ କି ନିକ୍ଷତ୍ରିୟ କଲେ କ୍ଷତ୍ରିୟ ବଂଶକୁ ବୁଡେଇ ଦେଲେ ହଁ ହଁ ଏମିତି କି ଗର୍ଭରେ ବଢୁଥିବା ଛୁଆକୁ ମଧ୍ୟ କୁଦି ମାରିଦେଲେ ଏତେ କ୍ରୋଧ ସେଇ ଭୃଗୁପତି ହଁ ଦିନେ ଅଯୋଧ୍ୟାରେ ପହଞ୍ଚିଲେ ଆଚ୍ଛା ସାର୍ ରାମ ଜାତିରେ କଣ କ୍ଷତ୍ରିୟ କ୍ଷତ୍ରିୟ ଏଠି ବିଚାର କରନ୍ତୁ ଯଦି ପରଶୁରାମ 21 ଥର ପୃଥିବୀ କି ନିକ୍ଷତ୍ରିୟ କଲେ ହଁ ଦଶରଥ କେମିତି ବଞ୍ଚିଗଲେ ସାର୍ ଦଶରଥ ତ କ୍ଷତ୍ରିୟ କ୍ଷତ୍ରିୟ ସେ ବଞ୍ଚିଲେ କେମିତି କେମିତି ବଞ୍ଚିଲା 21 ଥର ପୃଥିବୀ କି ନିକ୍ଷତ୍ରିୟ କଲା ଭିତରେ ମାତୃ ଗର୍ଭର ଛୁଆକୁ ବି ମାରି ଦେଇଛନ୍ତି ପରଶୁରାମ ଦଶରଥ କେମିତି ବଞ୍ଚିଲା କେମିତି ଦଶରଥଙ୍କର 750 ରାଣୀ କେତେ ରାଣୀ 750 ରାଣୀ 750 ରାଣୀ ହଁ ଯେତେବେଳେ ପରଶୁରାମ ଆସନ୍ତି ଦଶରଥ କଣ କରେ କଣ ହାତରେ ଚୁଡ଼ି ମଥାରେ ସିନ୍ଦୁର ଦେହରେ ଶାଢୀ ପରିଧାନ କରି ନାରୀ ମାନଙ୍କ ଭିତରେ ଲୁଚେ ଲୁଚିଲା ପସନ୍ଦ ନାରୀ ମାରନ୍ତିନି ପରଶୁରାମ ଆସି ଖୋଜି ଖୋଜି ଯାଆନ୍ତି ଯାଆନ୍ତି ଜାଣିପାରନ୍ତି ୟା ଭିତରେ ଲୁଚିଛି କିଏ ଦଶରଥ ଦଶରଥ ହଁ। କହିଲେ ଆରେ ଏଇଟା କୋଉ କ୍ଷତ୍ରିୟରେ ଲେଖା ଯୋଉ କ୍ଷତ୍ରିୟ ନାରୀ ମାନଙ୍କ ଭିତରେ ନିଜକୁ ଲୁକାୟିତ କରୁଛି ଆତ୍ମଗୋପନ କରୁଛି ପ୍ରାଣ ଭୟରେ ସେଇଟା କଣ କ୍ଷତ୍ରିୟରେ ଗଣା ତାକୁ ମାରିଲେ ଯଶ କିଛି ନାହିଁ କହିଲା ସେ ପୁଣି ପ୍ରାଣରଙ୍କ ଭୀରୁ ନାରୀ ଅଞ୍ଚଳରେ ଥାଇ ଦଣ୍ଡ ଟଙ୍କାରେ ଯାହାର ପ୍ରାଣ ଧରି ଉଠାଇ ତେଣୁ ୟାଙ୍କ ବାପା ଦଶରଥ ସେ କ୍ଷତ୍ରିୟ ନୁହଁ ଇଏ ତାଙ୍କରି ପୁଅ ଗୋଟେ ଭୀରୁ ବାପାର ଭୀରୁ ପୁଅ ଯା ବାପା କ୍ଷତ୍ରିୟ ନୁହଁ ତା ପୁଅ କୋଉଠୁ କ୍ଷତ୍ରିୟ ହାତ ହାତ କାହିଁ ସିଆଡ଼େ ଯାଉଛି ଇଆଡ଼େ ଆଗକୁ ନାହାନ୍ତି ହାତ ଆଗକୁ ହବନି ସିଆଡ଼େ ହାତ ଯାଉଛି ସିଆଡେ କଣ ମୁଁ ହାତ ଦେଖିବା ମନା ଆଉ ଇଆଡ଼େ କହିବ ମୁଁ ହାତ ଦେଖିବା ମନା ମୁଁ କଥା କହିବା ମନା ହଉ କଣ ସବୁ କଥା ତାଙ୍କ ଆଡେ ଭିଡୁଛ ୟା ବାପା ତ କ୍ଷତ୍ରିୟ ନୁହଁ ପୁଅ କୋଉଠୁ କ୍ଷତ୍ରିୟ ହବ ହଁ ହଁ ଖାଲି ସେତିକି ତାଙ୍କରି ଅବଶେ ଜନମୀ ବୋଲାଉଛନ୍ତି ବୀର ସେ ପୁଣି ରାବଣ ସଙ୍ଗରେ କରିବେ କି ସମର ଦେଖିବା ମୁଁ ରାବଣ ମୋ ନାଁ ପଛପଟେ ଲାଗୁଛି ରାବଣ ରାହୁ ରାବଣ ରାହୁ ସିଏ ରାମ ରାମ ତା ନାଁ ପଛପଟେ ଲାଗୁଛି ଚନ୍ଦ୍ର ରାମଚନ୍ଦ୍ର ଆଚ୍ଛା ମନ୍ଦୋଦରୀ ହଁ ରାହୁ ଚନ୍ଦ୍ରକୁ ଖାଏ ନା ଚନ୍ଦ୍ର ରାହୁକୁ ଖାଏ ରାହୁ ଚନ୍ଦ୍ରକୁ ଖାଏ ରାହୁ ଚନ୍ଦ୍ରକୁ ଖାଏ ହଁ ତାହେଲେ ରାବଣ ରାମକୁ ଖାଇବ ନା ରାମ ରାବଣକୁ ଖାଇବ ନାଇଁ ନାଇଁ ରାବଣ ରାମକୁ ଖାଇବ ନା କିଏ ଜିତିବ ରାବଣ ଜିତିବ କାଲି ଯୁଦ୍ଧରେ ମୁଁ ଅବଶ୍ୟ ବିଜୟୀ ହେଇ ତମ ନିକଟକୁ ଫେରି ଆସିବି ମନ୍ଦୋଦରୀ ଦିନ ଥିଲା ବେଶ ଏଇ ରାବଣ ଛାତି ବାଡେଇ କହୁଥିଲା କା ପାଇଁ କହିଲା ଭ୍ରାତା ମେ କୁମ୍ଭକର୍ଣ୍ଣ ମହାନାଟକ ହନୁମାନ ଗୋସ୍ୱାମୀ ଭ୍ରାତା ମେ କୁମ୍ଭକର୍ଣ୍ଣ ସକଳ ରିପୁ ବଳ ଧ୍ୱଂସକାରୀ ବଳିଆ ମେ ମେଘନାଦ ତ୍ରିଭୁବନ ବିଜୟୀ ଜେନ ବଦ୍ଧ ସୁରେନ୍ଦ୍ର মে চন্দ্রহাস রণমুখ চপর রাক্ষসা মে সহায় সোহম গিরিবাণ শত্রু ত্রিভুবন জয়ী রাবণ নাম রাজা
ভ্রাতা মে কুম্ভকর্ণ আহা ମୋ ଭାଇ କୁମ୍ଭକର୍ଣ୍ଣ বেশ ଆଜି ନାହିଁ। না ପୁଅ ମେଘନାଦ বেশ ଯିଏ ଇନ୍ଦ୍ରକୁ ବାନ୍ଧିଥିଲା ସିଏ ଆଜି ନାହିଁ। না କିନ୍ତୁ ଏବେ ବି ବଞ୍ଚିଛି ରାବଣ। ଯେ ପର୍ଯ୍ୟନ୍ତ ରାବଣ ବଞ୍ଚିଛି ସେ ପର୍ଯ୍ୟନ୍ତ ଯୁଦ୍ଧ ସରିବ ନାହିଁ। বেশ ପୁଅ ଗୋଟେ ଶ୍ଲୋକ ମନେ ପଡୁଛି ବୋଲିବି। বলুনাহান্তি আজ্ঞা ବହିର ନାଁ ହେଲା ଚମ୍ପୁ ଭାରତ। চম্পু ভারত ହୁଁ হ্যাঁ 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 ବୋଲିବି। বলুনাহান্তি ରାବଣ କହୁଛି হ্যাঁ କହିଲା ମନ୍ଦୋଦରୀ এই ଦରକାର ନାହିଁ ପୁଅ, না ଦରକାର ନାହିଁ ନାତି, ଦରକାର ନାହିଁ ରାକ୍ଷସ ବାହିନୀ, ଏକୁଟିଆ ରାବଣ ଯଥେଷ୍ଟ। যথেষ্ট ଏକୁଟିଆ ରାବଣ যথেষ্ট ଯଥେଷ୍ଟ। কଣ লিখিলে କଣ କହିଲା? হ্যাঁ କହିଲା ଏକ ସୂର୍ଯ୍ୟ ଭ୍ରମତି ଗଗନେ ସପ୍ତ ବ୍ରହ୍ମାଣ୍ଡ ଲୋକା ଏକ ବହ୍ନି ଦହତି ସୁରତରୁ କିଂ କରୋ ମେ ସହାୟ ଏକ ବଜ୍ର পেশন্তি বাসব কম্পন্তি সপ্ত শৈলা এ পুଅ ସବୁ ଏକ একে ସବୁ ଏକ এই ଦରକାର ନାହିଁ ଦୁଇ। দুই দরকার নাই এই রাবণ বি এক ଏ ରାବଣ ବି ଏକ। এক ସାର୍ କଣ କହିଲା ଶ୍ଲୋକରେ? হ্যাঁ ଏକ ସୂର୍ଯ୍ୟ ଭ୍ରମତି ଗଗନେ। আচ্ছা ସାର୍ ଆକାଶରେ ସୂର୍ଯ୍ୟ କେତେଟା? গোটে ଗୋଟେ। হ্যাঁ ଗୋଟେ ସୂର୍ଯ୍ୟ ସପ୍ତ ବ୍ରହ୍ମାଣ୍ଡକୁ ଆଲୋକ ଦଉଛି। দৌছি ଦ୍ୱିତୀୟ ସୂର୍ଯ୍ୟ ଦରକାର ଅଛି କି? নাই 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 ଏକ ସୂର୍ଯ୍ୟ ଭ୍ରମତି ଗଗନେ ସପ୍ତ ବ୍ରହ୍ମାଣ୍ଡ ଲୋକା। দরকার ହ୍ୟାଲୋ ଜୟ ଶ୍ରୀରାମ। ଆଜିର ଏଇ ପାଲା କାର୍ଯ୍ୟକ୍ରମରେ ଆମର ସାହିତ୍ୟ ଯେଉଁ ସାହିତ୍ୟ ଚର୍ଚ୍ଚା ଏବଂ ରଘୁନାଥଙ୍କ ବିଷୟରେ ଯେଉଁ ଆଲୋଚନାରେ ଆମର ସୁନୀଲ କୁମାର ମହାପାତ୍ରଙ୍କର ଏ ଗୁଣରେ ସନ୍ତୁଷ୍ଟ ହୋଇ ଆମର ଗ୍ରାମର ପଣ୍ଡିତ ବାମଦେବାନନ୍ଦ ଏବଂ ରଞ୍ଜନ କୁମାର ନନ୍ଦ ସେ 100 ଟଙ୍କା ଲେଖା ପୁରସ୍କାର କରିଛନ୍ତି। ଆଶା କରେ ସାଦରେ ଗ୍ରହଣ କରିବେ। ବାମଦେବାନନ୍ଦ ରଞ୍ଜନ କୁମାର ନନ୍ଦ। ବାମଦେବ ସାରଙ୍କର ଆଉ ରଞ୍ଜନ ସାରଙ୍କର ଭଗବାନ ସତ୍ୟନାରାୟଣ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ଠାକୁର ସର୍ବ ଅରିଷ୍ଟ ଖଣ୍ଡନ କରନ୍ତୁ, ସର୍ବଗ୍ରହ ଅରିଷ୍ଟ ଖଣ୍ଡନ କରନ୍ତୁ, ଚଲାପଥକୁ ସ୍ମିତ କରନ୍ତୁ। ସର୍ବେ ବୋଲ ଆନନ୍ଦେ କବାତ। ରାବଣ ବିଚାର କଲା, আজ্ঞা আজ্ঞা କହିଲା ଏକ ସୂର୍ଯ୍ୟ ଭ୍ରମତି ଗଗନେ। হ্যাঁ হ্যাঁ ଆକାଶରେ ସୂର୍ଯ୍ୟ ଗୋଟେ আজ্ঞা ସପ୍ତ ବ୍ରହ୍ମାଣ୍ଡକୁ ଆଲୋକ ଦଉଛି। বেশ ଇନ୍ଦ୍ର ହାତରେ ବଜ୍ର ଗୋଟେ বেশ 7 ପର୍ବତ କମ୍ପମାନ ହୁଅନ୍ତି। হ্যাঁ হ্যাঁ ଗୋଟିଏ ଛୋଟିଆ ରଞ୍ଜକ ଭିତରେ ଗୋଟିଏ ଛୋଟିଆ ଡିଆସିଲି କାଠି বেশ ବିରାଟ ବଡ ଜଙ୍ଗଲକୁ ଧ୍ୱଂସ କରିଦିଏ। হ্যাঁ হ্যাঁ ତେଣୁ ଛୋଟ ଭିତରେ କ୍ଷୁଦ୍ର ଭିତରେ ମହାନତା ଲୁଚି ଅଛି। লুচি আছে ତେଣୁ ଗୋଟେ ରାବଣ ଏବେ ବି ବଞ୍ଚିଛି। ଦରକାର ନାହିଁ ସୈନ୍ୟ ସାମନ୍ତ। କାଲି ଯୁଦ୍ଧରେ ରାବଣ ଅବଶ୍ୟ ବିଜୟ ହେବ। বিজয় নিশ্চিন্ত হবে ବିଜୟର ଟୀକା ପିନ୍ଧେଇ ଦେଲା ମନ୍ଦୋଦରୀ। ହେଲା ରାବଣ ଯୁଦ୍ଧ କ୍ଷେତ୍ରକୁ ବାହାରିଲା। ଗୋଟିଏ ପଟେ ରାବଣ, ଗୋଟିଏ ପଟେ ରାମ। ରାମ। ଗୋଟେ ପଟେ ରାବଣର ରାକ୍ଷସ ବାହିନୀ, ଆଉ ଗୋଟେ ପଟେ ରାମଙ୍କର ଭାଲୁ ମାଙ୍କଡ ବାହିନୀ। বেশ ଲାଗିବ ଯୁଦ୍ଧ। হ্যাঁ হ্যাঁ ଦେଖନ୍ତୁ ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମଟି କେମିତି ଲାଗିଲା? ଆଶା କରୁଛି ନିଶ୍ଚିନ୍ତ ଭାବେ ଭଲ ଲାଗିଥିବ। ଆହୁରି ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆପଣମାନେ ଆମ ଚ୍ୟାନେଲକୁ ଲାଇକ୍ ଆଉ ସେୟାର କରନ୍ତୁ। ଆଜ୍ଞା ହଁ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ରହୁଛି, ନମସ୍କାର।